2016 ମସିହାର ଗୋଟେ ଘଟଣା। ମୋ ଅନୁଭୂତିରୁ ଈଶ୍ୱର ପଦେ ପଦେ କେମିତି ରକ୍ଷା କରନ୍ତି। ଗୋଟେ ଢାବାରେ ମୁଁ ଆଉ ମୋର ଫ୍ରେଣ୍ଡ ସରୋଜ ଖାଉଥିଲୁ। ସେ ବହୁତ ଧୀରେ ଧୀରେ ଖାଇଲା, ମୁଁ ଖାଇବା ଆରମ୍ଭ କଲି। ହଠାତ୍ କ'ଣ ହେଲା କେଜାଣି ରୁଟି ତରକାରୀକୁ 1.5 ମିନିଟ୍ ଭିତରେ ଖାଇକି ସାରିଦେଲି। ଉଠି ଆସିଲି। ସେ ସେତେବେଳେ କହୁଛି କ'ଣ ଏମିତି ହେଉଛୁ, କୁଆଡ଼େ ଯିବୁ କି, କ'ଣ କରିବୁ କି, ରହ ଆରାମସେ ଖା। ଆରେ ରହିଥା ଟିକେ, କ'ଣ ଏମିତି ଖାଉଛୁ, ସମସ୍ତେ ଦେଖୁଛନ୍ତି। ମୁଁ ଜଷ୍ଟ ଉଠି ଆସିଛି, ଗୋଟେ ସେକେଣ୍ଡ ଉଠିବା ସହିତ ସେଇ ଥାଳି ଉପରେ ଯେଉଁ ଢାବାଟା, ସେ ଚାଳ ଘରଟା, ସେ ଉପରୁ ଚିତି ସାପ ପଡ଼ିଲା, ଗୋଟେ ସେଇ ଥାଳି ଉପରେ ପଡ଼ିଲା। ଜଷ୍ଟ ଉଠି ଆସିଛି। ତାଙ୍କର ହିସାବ, ତାଙ୍କର କାଲକୁଲେସନ୍ ବୁଝି ହୁଏନି। ମୁଁ ବି ଯେତେବେଳେ ଜୋର ଜୋର ଖାଉଥିଲି, ମୁଁ ବି ଭାବି ପାରୁନଥିଲି ମୁଁ କାହିଁ ଏମିତି ହେଉଛି, କ'ଣ ପାଇଁ ଗିଳି ପକାଉଛି। ଗୋଟେ ସେକେଣ୍ଡରେ ଭଗବାନ ବୁଝେଇଦେଲେ, ତୁ ଏଇଥିପାଇଁ ଶୀଘ୍ର ଖାଇଲୁ। କେଡ଼େ ବଡ଼ ଅନୁଭୂତି।